28 ନଭେମ୍ବର ଏହି ତାରିଖରେ ବୃଷ ରାଶିମାନଙ୍କର ନୂଆ ଜୀବନର ଅଧ୍ୟାୟ ଲେଖାବାକୁ ଯାଉଛି। ଆପଣଙ୍କର ଜୀବନରେ ଅଲଗା ପାୱାର ଆସିବାକୁ ଯାଉଛି। ଆପଣଙ୍କୁ କିଛି ପାୱାର ମିଳିବାକୁ ଯାଉଛି, ଯାହା ଆପଣଙ୍କର ଅଟକିଥିବା କାର୍ଯ୍ୟ, କ୍ୟାରିୟରରେ ଡିସିସନ୍ ଡିଲେ ହେଉଥିଲା, କ୍ୟାରିୟରରେ ଗ୍ରୋଥ୍ ହୋଇପାରୁନଥିଲା, ହେଲ୍ଥ ଇସ୍ୟୁ ରହୁଥିଲା, ବିବାହ ହୋଇପାରୁନଥିଲା, ପଇସାର କମ୍ ରହୁଥିଲା, ଆପଣଙ୍କ କାମ ହୋଇପାରୁନଥିଲା, ସନ୍ତାନଙ୍କର ସ୍ଥିତି ଓ ଆପଣ ଏମିତି କାର୍ଯ୍ୟରେ ବିଜନେସ୍ ବ୍ୟାପାରରେ ଘାଟା ହେଉଥିଲା ଓ ଏହିପରି ସମସ୍ୟାରୁ ମୁକ୍ତି ଆପଣଙ୍କୁ ଏହି ପାୱାର ଦେବ। ତ ଏହି ସମୟ ଏମିତି ଆସୁଛି, ଆପଣଙ୍କର ଇନକମ୍ର ନୂଆ ନୂଆ ରାସ୍ତା ମିଳିବ ଖୋଜିବେ। ଆପଣ ବୃଷ ରାଶି ଜୀବନରେ କ'ଣ ସତରେ ବଦଳାବ ଆସିବ? ଖରାପ ଦିନ ଶେଷ ହେବାକୁ ଯାଉଛି। ଯେଉଁ ପରିଶ୍ରମ ମିଳୁଥିଲା ଏହାର ନିବାରଣ କ'ଣ ଓ ସବୁ ଗ୍ରହ ଆପଣଙ୍କର ଏହି ସମୟରେ ମିତ୍ର ହେବାକୁ ଯାଉଛି ଓ କାରଣ କ'ଣ ଏହାର? ଶନି ଜୁଲାଇ 13 ତାରିଖ ଠାରୁ ଆପଣଙ୍କର ବକ୍ରି ଥିଲେ। ବକ୍ରିରେ ସେ 10th ହାଉସ୍ର ରେଜଲ୍ଟ ଦେଉଥିଲେ, କିନ୍ତୁ ଆପଣଙ୍କୁ ଲାଭର କିଛି ପ୍ରଫିଟ୍ ଦେଉନଥିଲେ। କିନ୍ତୁ 28 ନଭେମ୍ବର ଠାରୁ ଆପଣ ଧୀରେ ଧୀରେ ଦେଖିବେ କି ଆପଣଙ୍କୁ ବହୁତ କିଛି ଗ୍ରୋଥ୍ ଆସିଯିବ। ତ ନମସ୍କାର ଫ୍ରେଣ୍ଡ, ଗ୍ରହ ଗୋଚର ଆପଣଙ୍କ ଜୀବନରେ ଅନେକ ଖଟାମିଠା ଅନୁଭବ କରାଇଥାଏ। ତ ଚାଲନ୍ତୁ ଜାଣିବା ଏବେ ଆପଣଙ୍କର ଜୀବନରେ କ'ଣ ହେବାକୁ ଯାଉଛି। ଶନି, ରାହୁ ଓ ବୃହସ୍ପତି ଦେବ 3 ଜଣ। ଶନି, ରାହୁ ଓ ବୃହସ୍ପତି ଦେବ ଆପଣଙ୍କୁ ପଜିଟିଭ ରେଜଲ୍ଟ ଦେବାକୁ ଯାଉଛନ୍ତି। ଶନି ଆପଣଙ୍କର 11 ହାଉସ୍ରେ ଓ ଗୁରୁ ଆପଣଙ୍କର 3ୟ ହାଉସ୍ରେ ଉଚ୍ଚ ହୋଇ ବକ୍ରି ଅଛନ୍ତି। ତ ରାହୁ ଆପଣଙ୍କ ଦଶମରେ, କୁହାଯାଏ ରାହୁ ଦଶମରେ ଦୁନିଆ ବସରେ ଆପଣ ଏହା ଶୁଣି ଆସୁଥିବେ, ହେଲେ କିଛି ବି ଫିଲ୍ କରିପାରୁନଥିବେ ଏପର୍ଯ୍ୟନ୍ତ, କାରଣ ଶନି ଥିଲେ ବକ୍ରି। ଏହି ସମୟରେ ବୃହସ୍ପତି ଦେବ ମଧ୍ୟ ରେଜଲ୍ଟ ଦେଉଥିଲେ। ହେଲେ ଚାଲନ୍ତୁ ଜାଣିବା, ରାହୁ ଆପଣଙ୍କୁ ପଇସା କମାଇବାର ନୂଆ ନୂଆ ଆଇଡ଼ିଆ ଦେବ। ତ ଏମାନଙ୍କର ଦୃଷ୍ଟି ମଧ୍ୟ ରହୁଛି। ଶନିଙ୍କର ଦୃଷ୍ଟି ପ୍ରଥମେ ଆପଣଙ୍କର ଲଗ୍ନ ଉପରେ ରହିବ, ଦ୍ୱିତୀୟ ଦୃଷ୍ଟି ଆପଣଙ୍କ ପଞ୍ଚମ ହାଉସ୍ରେ ଓ ତୃତୀୟ ଦୃଷ୍ଟି ଆପଣଙ୍କ ଅଷ୍ଟମ ହାଉସ୍ରେ ରହିବ। ଶନିଙ୍କର ଅଷ୍ଟମ ଦୃଷ୍ଟି ଆପଣମାନଙ୍କ ପାଇଁ ନେଗେଟିଭ୍ ରହିପାରେ, ନଚେତ୍ ଆପଣମାନଙ୍କ ପାଇଁ ଏହି ସମୟ ଶାନଦାର ରେଜଲ୍ଟ ଦେଉଛି। ତ ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି ଆପଣଙ୍କ 7 ହାଉସ୍ରେ ରହୁଛି, ଭାଗ୍ୟ ଭାବରେ ନବମ ଦୃଷ୍ଟିରେ ରହୁଛି ଓ 11 ହାଉସ୍ରେ ଶନିଙ୍କ ଉପରେ ଦୃଷ୍ଟି ରହୁଛି। ଏହି ଦୃଷ୍ଟି ଆପଣଙ୍କ ଜୀବନ ବଦଳାଇବାକୁ ଯାଉଛି। ଏହା ଆପଣମାନଙ୍କ ପାଇଁ ଗୋଲ୍ଡେନ୍ ଅପରଚ୍ୟୁନିଟି ନେଇ ଆସୁଛି। ଏହା ହେଉଛି ବୃହସ୍ପତି ଓ ଶନିଙ୍କର ସାମ୍ନାସାମ୍ନି ହେବା। ଏହା କି ତୁମେ ଯଦି ପଡ଼ିଯାଅ ତାହେଲେ ମୁଁ କ୍ୟାଚ୍ କରିବି। ଜଣେ ଯଦି ଆପଣଙ୍କୁ ନେଗେଟିଭ୍ ରେଜଲ୍ଟ ତ ଆପଣଙ୍କୁ ଶନି ଦେଉନାହାନ୍ତି କିମ୍ବା ବୃହସ୍ପତି ମଧ୍ୟ ଦେଉନାହାନ୍ତି। ଏହା ଆପଣମାନଙ୍କ ପାଇଁ ବହୁତ ଶାନଦାର ସମୟ ରହୁଛି। ତ ବୃହସ୍ପତି ଦେବ ଆପଣଙ୍କୁ ପରିଶ୍ରମ କରାଇବେ, ଖ୍ୟାତି ଦେବେ ଓ ଏହି ସମୟରେ ଆପଣଙ୍କୁ ପରିଶ୍ରମ କରିବା ପାଇଁ ବିକଳ ହେବେ। ଆପଣ ଆଉ ବସି ରହିବେନି, ଆଳସ୍ୟ ତ୍ୟାଗ ଅଟୋମେଟିକାଲି ଆପଣ ହେଇଯିବ। ଆପଣ ଛଟପଟ ହେବେ କି ମୁଁ ମୋର କାର୍ଯ୍ୟ କରିବି, ମୁଁ କରିବି, ଏହା ହିଁ କରିବି। ତ ଅଳସ୍ୟ ଶେଷ ହେବ। ଶନି ଆପଣଙ୍କର ଇନକମ୍ ବଢ଼ାଇବେ ଓ ରାସ୍ତା ବନାଇବେ, କର୍ମ ଦେବେ। ତ ଏହି ସମୟରେ ଆପଣଙ୍କର ରାହୁ ଦେବ, ଯାହାକି ଦଶମରେ କର୍ମକ୍ଷେତ୍ରରେ ରହି ଆପଣଙ୍କୁ ଏମିତି ଆଇଡ଼ିଆ ଦେବେ। ଥରେ ଯଦି ଆପଣ ଏହି ଆଇଡ଼ିଆକୁ କାମରେ ଲଗାଇ ଦିଅନ୍ତି ତାହେଲେ ପଛକୁ ଦେଖିବାକୁ ଆଉ ଆପଣଙ୍କର ସମୟ ନଥିବ। ଏହି ସମୟ ଆପଣମାନଙ୍କ ପାଇଁ ଏକ ଟର୍ନିଂ ପଏଣ୍ଟ ଅଟେ। ତ ଏହି ସମୟକୁ ଆପଣ ଫାଇନାଲି ଆପଣଙ୍କର ସବୁ କାମ ଛାଡ଼ି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କର୍ମକ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ ଓ ଆପଣ କରିଚାଲନ୍ତୁ। ଆପଣ ଯଦି କର୍ମ ନ କରିବେ ଆପଣଙ୍କୁ କେହି ଫଳ ଦେବେନି। ଏହି ସମୟରେ ଆପଣଙ୍କର ଗ୍ରହ ତ ସାଥ ଦେଉଛି, ଆପଣ ପରିଶ୍ରମ କରିବେ। ଏଠାରେ ତ ଆପଣଙ୍କୁ ସବୁ ଗ୍ରହ ଦେବାକୁ ଚାହୁଁଛନ୍ତି, ହେଲେ ଆପଣ ନେବା ଉଚିତ। ଏହି ସମୟ ତ ଚାଲିଗଲେ ଆପଣଙ୍କୁ ସମୟ ମିଳିବ ନାହିଁ। ତେଣୁ ଏହି ସମୟ ଆପଣମାନଙ୍କ ପାଇଁ ଖାସ୍ ଅଟେ। ଆପଣଙ୍କ ବିଚାର ଓ ଆପଣଙ୍କ କର୍ମକୁ ଆପଣଙ୍କୁ ଆଗକୁ ବଢ଼ିବାକୁ ହିଁ ପଡ଼ିବ। ଏହି ସମୟରେ ଗୋଟିଏ ଉଦାହରଣ ଦେଉଛି, ଆପଣ ଅନ୍ଧାର ରାତିରେ ଯାଉଛନ୍ତି ଓ ଆପଣଙ୍କର ପଡ଼ୋଶୀ ଜଣେ ସାଇକେଲ ନେଇ ଯାଉଛି, କିନ୍ତୁ ଆପଣଙ୍କୁ ଏଠାରେ ଯଦି ତାକୁ ହେଲ୍ପ ନ ମାଗିବେ କି କହିବେନି କି ଏମିତି ଆପଣ କରିପାରିବେ କି ମୁଁ ସାଇକେଲ ଚଲାଉଛି ତୁ ବସ୍, ଯଦି ଲଜ୍ଜାରେ ଆପଣ କୌଣସି ଉତ୍ତର ବା କୌଣସି କାର୍ଯ୍ୟ ନ କରନ୍ତି ତାହେଲେ ସେ ପଳେଇବ ଓ ଆପଣ ଅନ୍ଧାରରେ ହିଁ ଯିବେ।